ଆଗ୍ରହ ପାହାଡ଼ ଉପରେ ସେ ପୂର୍ବରୁ ମୁଁ ଜାଣିବାରେ ବୃନ୍ଦାଜାନୀ ବୋଲି ଜଣେ ପୂଜାରୀ ଥିଲେ। ବୃନ୍ଦାଜାନୀ ସେ ଦୈନନ୍ଦିନ ପାହାଡ଼ ଉପରକୁ ପୂଜା କରିବାକୁ ଯାଆନ୍ତି। ଦୈନନ୍ଦିନ ପୂଜା କରିକି ଆସନ୍ତି, ଯାଆନ୍ତି। ପାହାଡ଼ ଉଠିବା କଷ୍ଟକର ତାଙ୍କୁ ହୋଇପଡ଼େ। ଆକାଶକୁ ଦିନେ ଦୈବ ଯୋଗରେ ସିଏ ପୂଜା ସାରି ତାଙ୍କ ପୂଜା ଢାଳଟିକୁ ସେଇ ପାହାଡ଼ ଉପରେ ଛାଡ଼ିକି ପଳେଇ ଆସିଥିଲେ। ସେ ଘରକୁ ଆସିକି ଦେଖିଲା ପରେ ତାଙ୍କ ପୂଜା ଢାଳ ଆଣିନାହାନ୍ତି। ସେ ପୁନରାପି ଫେରିଲେ। କିଏ ନେଇଯିବ ଜଙ୍ଗଲରେ। ପୁନରାପି ଫେରିକି ପାହାଡ଼ ଉପରକୁ ଗଲେ ମାଆଙ୍କ ପାଖକୁ। ଗଲାବେଳକୁ ମା ସେଠି ତାଙ୍କର 16 ଭଉଣୀ ବସିକି ବିରାଜମାନ କରିଛନ୍ତି। ପୂଜାରୀ ଯେମିତି ଯାଇକି ପହଞ୍ଚି ଯାଇଛି, ମା ପାଦ ତଳେ ଦେଖିକି ପଡ଼ିଯାଇଛି ଲମ୍ବା ହେଇକି। ପଚାରିଲେ କାହିଁକି ଆସିଲୁ? ମା ମୁଁ ଢାଳଟା ଛାଡ଼ିକି ପଳେଇଲି, ଆଉ ସବୁଦିନ କେତେ ଏମିତି କଷ୍ଟ କରିକି ଆସୁଥିଲି। ସେଠୁ ମା କହିଲେ ଯା ତୁ ଆଉ ସବୁଦିନ ଏଠିକି ଆସିବୁନି। ଏଇ ଢାଳ ମୁଁ ଫୋପାଡ଼ି ଦଉଛି। କଇଁଆ ଗଛଟି ସେ ଢାଳ ପଡ଼ିବ, ସେଇଠୁ ତୁ ସବୁଦିନ ପୂଜା କରିବୁ।